ଏହି ସୁନ୍ଦର ଭକ୍ତିପୂର୍ଣ୍ଣ କାହାଣୀଟିକୁ ମୁଁ ଆପଣଙ୍କ ପାଇଁ ପଢ଼ି ଶୁଣାଉଛି। ରୁଦ୍ରାଭିଷେକ, ଭକ୍ତି, ବିଶ୍ୱାସ ଓ ଭଗବାନ ଶିବଙ୍କ କୃପାର ଅଦ୍ଭୁତ କାହାଣୀ। ଏହି ସୃଷ୍ଟିରେ ଯେତେବେଳେ ଦୁଃଖ, ଯନ୍ତ୍ରଣା ଓ ଅସହାୟତା ମଣିଷକୁ ଘେରି ଧରେ, ସେତେବେଳେ ମଣିଷର ମନ ଗୋଟିଏ ଆଶ୍ରୟ ଖୋଜେ। ସେହି ଆଶ୍ରୟ ହେଉଛନ୍ତି ମହାଦେବ। ପ୍ରାଚୀନ କାଳର କଥା। ନୀଳାଚଳ ପର୍ବତ ନିକଟରେ ଥିବା ଗୋଟିଏ ଛୋଟ ଗାଁ। ସେହି ଗାଁରେ ବସୁଥିଲେ ଗୋଟିଏ ସାଧାରଣ ବ୍ରାହ୍ମଣ ପରିବାର। ନାମ ଥିଲା ଦେବଦତ୍ତ। ଦେବଦତ୍ତ ଧନୀ ନଥିଲେ, କିନ୍ତୁ ତାଙ୍କର ହୃଦୟ ଥିଲା ପବିତ୍ର। ପ୍ରତିଦିନ ପ୍ରଭାତେ ସେ ନଦୀରେ ସ୍ନାନ କରି ଶିବ ମନ୍ଦିରକୁ ଯାଇ ଗୋଟିଏ ଲୋଟା ପାଣିରେ ଶିବଲିଙ୍ଗର ଅଭିଷେକ କରୁଥିଲେ। ସେ କେବେ ଧନ ମାଗୁଥିଲେ ନାହିଁ, ନା କେବେ ରାଜସୀ ସୁଖ। ସେ କେବଳ ଏତିକି କହୁଥିଲେ, ହେ ମହାଦେବ, ମୋ ମନକୁ ସତ୍ୟ ପଥରେ ରଖ। କିନ୍ତୁ ଏକ ଦିନ ଭାଗ୍ୟ ତାଙ୍କ ଉପରେ ଭୟଙ୍କର ପରୀକ୍ଷା ଆଣିଲା। ତାଙ୍କର ଏକମାତ୍ର ପୁତ୍ର ଭୟଙ୍କର ରୋଗରେ ପଡ଼ିଲା। ଗାଁର ସମସ୍ତ ବୈଦ୍ୟ ଔଷଧ ସବୁ ବିଫଳ ହେଲା। ଲୋକେ କହିଲେ, ଏବେ କେବଳ ଭଗବାନ ଶିବ ହିଁ ରକ୍ଷା କରିପାରିବେ। ସେହି ରାତିରେ ଦେବଦତ୍ତ ମନ୍ଦିରରେ ବସି କାନ୍ଦି କାନ୍ଦି କହିଲେ, ହେ ରୁଦ୍ର, ମୋ ପାଖରେ କିଛି ନାହିଁ, କିନ୍ତୁ ମୋର ଭକ୍ତି ଆପଣଙ୍କ ପାଇଁ ସତ୍ୟ। ସେହି ରାତିଠାରୁ ସେ ଆରମ୍ଭ କଲେ ରୁଦ୍ରାଭିଷେକ। ଦୁଧ, ଜଳ, ମଧୁ, ଘିଅ ଯାହା ମିଳୁଥିଲା ସେଇଥିରେ ଶିବଲିଙ୍ଗକୁ ଅଭିଷେକ କରୁଥିଲେ। ଓ ନମଃ ଶିବାୟ ମନ୍ତ୍ରରେ ମନ୍ଦିର କମ୍ପିତ ହେଉଥିଲା। 7 ଦିନ, 9 ଦିନ, 11 ଦିନ, 11 ଦିନର ରୁଦ୍ରାଭିଷେକ ପୂର୍ଣ୍ଣ ହେବା ରାତିରେ ମନ୍ଦିର ଭିତରେ ଅଦ୍ଭୁତ ଆଲୋକ ଦେଖାଗଲା। ଧୂପର ଗନ୍ଧରେ ସମଗ୍ର ଆକାଶ ପବିତ୍ର ହୋଇଗଲା। ସ୍ୱପ୍ନରେ ଦେବଦତ୍ତ ଦେଖିଲେ, ନୀଳକଣ୍ଠ ମହାଦେବ ହସି କହୁଛନ୍ତି, ହେ ଭକ୍ତ, ତୁମର ଭକ୍ତି ମୋତେ ବାଧ୍ୟ କରିଛି। ଯେଉଁଠାରେ ସତ୍ୟ ଓ ଶ୍ରଦ୍ଧା ଥାଏ, ସେଠାରେ ମୁଁ ନିଶ୍ଚୟ ରହେ। ପରଦିନ ପ୍ରଭାତେ ତାଙ୍କର ପୁତ୍ର ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଉଠିଲା। ସେହି ଦିନଠାରୁ ସେହି ଗାଁରେ ଏକ ବିଶ୍ୱାସ ଜନ୍ମ ନେଲା। ରୁଦ୍ରାଭିଷେକ କେବଳ ଏକ ପୂଜା ନୁହେଁ, ଏହା ହେଉଛି ମନର ସମର୍ପଣ। ଯିଏ ଶ୍ରଦ୍ଧାରେ ଶିବଙ୍କୁ ସ୍ମରଣ କରେ, ତାଙ୍କ ଜୀବନର ଅନ୍ଧକାର ନିଶ୍ଚୟ ଆଲୋକରେ ପରିଣତ ହୁଏ। ଶେଷ ବାର୍ତ୍ତା, ଧନ ନଥିଲେ ମଧ୍ୟ ଚାଲିବ, ଶକ୍ତି ନଥିଲେ ମଧ୍ୟ ଚାଲିବ, କିନ୍ତୁ ଯଦି ଭକ୍ତି ସତ୍ୟ ଥାଏ, ମହାଦେବ ନିଶ୍ଚୟ ଶୁଣନ୍ତି। ହର ହର ମହାଦେବ। ଏହି କାହାଣୀଟି ବହୁତ ପ୍ରେରଣାଦାୟୀ।